ଆସିଥିଲି ଶ୍ରୀମନ୍ଦିର ଯାଉଛି ମୁଁ ସ୍ୱର୍ଗଦ୍ୱାର ନାଗାର୍ଜୁନ ବେଶ ତବ ଦର୍ଶନ ସାରି ভকত পাদে মো প্রাণ গলা বাহারি ভকত পাদে মো প্রাণ গলা বাহারি গলা বাহারি গলা বাহারি। জয় জগন্নাথ। ओडिया गल्प यूट्यूब चैनल आपण मानक सबुदिन किछि नुआ प्रयोग करने को चेष्टा करि थाए एवं करिछि मध्य चेष्टा करिथिबारो सफल मध्य होइछि। एते दिन धरि कि आपण माने भल पाउथबा प्रवचन आसी नथिला किंतु बहुत चेष्टा सत्वे आज बहुत चेष्टा सत्वे आज प्रवचन पुणी थरे ओडिया गल्प बाजी मारी देछि। प्रवचन रे मो आपण मानकर उपस्थापिक कमलेश आसंतु सुनिबा। आजिर प्रवचन होछि सावित्री सत्यवान। जो समय माँ सावित्री एवं सत्यवान का मिलन होबाकु थिला नारद आसिकी चेते देथिले नारायण नारायण नारायण। हे माँ सावित्री तुम्हें हेला राजकन्या आउ सावित्री मध्य राजकन्या थिले। हे माँ सावित्री तुम्हें तो एक राजकन्या तुम्हें केमिति गोटे अजाम्र स्वामी तैयारी न करी अर्धाम्र स्वामी तैयारी कल। सावित्री कहले हे नारद मुनि हे मुनि श्रेष्ठ हे देवर्षि मु आपण कथा को सीधा सड़क बुझी पारि आपण तो भारी छलना करती आपण जदि खोलिकी कहिबे ताहेले मु जानि परिबी। नारद कहले नारायण नारायण निश्चय निश्चय कहिबी किंतु एठी नुहे। माँ सावित्री कहले ताहले आउ कोठी तो चलंतु आपणक पिता राजदरबार रे अछंती एही समय आमे राजदरबार को जीवा मु सेठी सब कथा कहिबी। राजकुमारी हाँ कहले चलिले दुई जण राजदरबार को। राजदरबार रे राजा तांको आसन रे थिले। से समय रे नारद को आदेश दिया गला एबे सब कथा कहिबा कहले नारद सत्यवान जुग सत्य जे अटई अभिशाप फली जीव अजाम्र स्वामी जे नोहइसे
আসি অছি মোহি মর্য নারায়ণ নারায়ণ ମୁଁ ଚାଲିଲି ଏବେ ମୋ ରାଜ୍ୟକୁ ନାରାୟଣ ନାରାୟଣ। ଏଇଠି ସାବିତ୍ରୀ କ୍ରୋଧବଶତଃ କହିଲେ, ହେଲେ ପିତା ନାରଦ ତ ଏକ ଛଳନା ମାତ୍ର। ନାରଦ ଯାହାକୁ କହନ୍ତି ସେ କଣ ସତରେ ଫଳିଯାଏ କି? ସେ ତ ମାତ୍ର ଛଳନା କରନ୍ତି। କିନ୍ତୁ ପିତା ନ ଚାହୁଁଥିଲେ ମଧ୍ୟ ସାବିତ୍ରୀ ସତ୍ୟବାନ ଦୁଇ ଜଣଙ୍କର ମିଳନ ହେଲା। ମିଳନ ହେବା ପରେ ଗୋଟିଏ ବର୍ଷ 364 ଦିନ ହେଲା। 364 ଦିନ ପରେ ସାବିତ୍ରୀ ସତ୍ୟବାନ ଦୁଇ ଜଣ ବାହାରିଲେ ଜଙ୍ଗଲକୁ କାଠ ହାଣିବା ପାଇଁ। କାଠ ହାଣିବା ସମୟରେ ଠିକ୍ ଜୀବନ ଯିବାର ସମୟରେ ଯମରାଜ ଆସି ପହଞ୍ଚିଲେ କାଠ ନିକଟରେ। ଗୋଟେ ବିଷଧର ସାପକୁ କହିଲେ, ତୁ ଯାଇକି ଶୀଘ୍ର ତାକୁ କାମୁଡ଼ିଦେ। ସେ କାମୁଡ଼ିବାକୁ ଯାଉ ହେଇଥିଲା। ସେଇ ସମୟରେ ମା ସାବିତ୍ରୀ କହିଥିଲେ, ରହିଯାଅ ଯମରାଜ, ମୋ ସ୍ୱାମୀକୁ ନେଇକି ଯିବ ତୁମେ କେତେ ଦୂର, କେତେ ବାଟ ଯିବ କହୁନାହାନ୍ତି? ଏଠି କହିଥିଲା ଯମ, କେତେ ଦୂର ନେଇକି ଯାଉଛି ଦେଖ। ହାତରେ ଧରିଲା, ଚାଲିଲା। ଫାଶକୁ ହାତରେ ଧରିଛି, କିନ୍ତୁ ସାବିତ୍ରୀ ବି ମଧ୍ୟ ଏତେ ସତୀ, ସେ ଯମରାଜଙ୍କ ପାଖାପାଖି ଯାଉଛି। ଅଧବାଟ ହେଲା, ସାବିତ୍ରୀ କହିଲା, ମତେ ପ୍ରଥମେ ଗୋଟେ ବର ଦେଇପାରିବେ? এইটি যমরাজ কহিলে, তুমি যাহা মাগুছ মাগ, কিন্তু তুম স্বামীঙ্ক বিনা। ঠিক আছে। মনে উপায় ପାଞ୍ଚି ଭାବିଲେ, ମୋ ଶାଶୁ ଶ୍ୱଶୁରଙ୍କ ଆଖି ଫେରାଇ ଦିଅନ୍ତୁ। ଶାଶୁ ଶ୍ୱଶୁରଙ୍କ ଆଖି ପାଇଲା। ପୁଣି କିଛି ବାଟ ଯାଇଛନ୍ତି, ପୁଣି ସାବିତ୍ରୀ ପଛେ ପଛେ ଘୋଡ଼େଇଛି। ପୁଣି ଘୋଡ଼େଇଛନ୍ତି ଯେତେବେଳେ ପୁଣି କହିଲେ, ମୋ ମା ବାପାଙ୍କର ରାଜ୍ୟ ହରଣ ହେଇଯାଇଛି, ମୋ ମା ବାପାଙ୍କର ରାଜ୍ୟକୁ ଫେରାଇ ଦିଅନ୍ତୁ। ପୁଣି କିଛି ବାଟ ଯାଇଛନ୍ତି, ରାଜ୍ୟ ତ ଫେରି ଆସିଛି ନା। ପୁଣି କିଛି ବାଟ ଯାଇଛନ୍ତି, ପୁଣି କହୁଛି ମତେ ଆଉ ଗୋଟେ ବର ଦରକାର। ତାହେଲେ ଏଇଠି ଯମରାଜ କହିଲେ, କୋଉ ବର? ଗୋଟେ 7ଟି ପୁତ୍ରର ସୁଖ ଦିଅନ୍ତୁ। 7ଟି ପୁତ୍ରର ସୁଖର ବରତ ଦେଇଦେଲେ, କିନ୍ତୁ ସେ ଜାଣିନାହାନ୍ତି ଗୋଟେ ପ୍ରତିବ୍ରତା ନାରୀର ବୁଦ୍ଧି କେତେ। ସେ କହିଲେ, ମୁଁ ତ ଆଉ କୌଣସି ସ୍ୱାମୀ ଗ୍ରହଣ କରିବିନି, କାରଣ ମୁଁ ପ୍ରତିବ୍ରତା। ସେଇଥିପାଇଁ ତାଙ୍କ ସ୍ୱାମୀକୁ ସେତେବେଳେ ଫେରି ଆଣିଥିଲେ। ବୁଦ୍ଧି ପ୍ରୟୋଗ କରି, ବୁଦ୍ଧିର୍ଯସ୍ୟ ବଲାର୍ତ୍ତସ୍ୟ, ଜାଣିଲା ଜଗତ। ଯୋଉଠି ବୁଦ୍ଧି ସେଇଠି ବଳ। ଆପଣମାନେ ଜାଣି ସାରିଥିବେ। ଆଉ ଓଡ଼ିଆ ଗଳ୍ପକୁ ଏମିତି ଭଲ ପାଇବା ଦିଅନ୍ତୁ, ଆଗକୁ ବଢି ଚାଲୁ। ମୁଁ ବି ଆପଣମାନଙ୍କୁ ଆଉ କିଛି ଦିନ ପରେ ଦେଖା ହେବି, ଆଉ ଗୋଟେ ସପ୍ତାହରେ। ସେତେବେଳେ ପର୍ଯ୍ୟନ୍ତ ଆସୁଛି। ଜୟ ଜଗନ୍ନାଥ, ଜୟ ସାବିତ୍ରୀ, ଜୟ ସତ୍ୟବାନ। ସାବିତ୍ରୀ ସତ୍ୟବାନ।